ଦେଖୁନ୍ ଆମେ ଅଛୁ ଆଜି ଓମ୍ ଭ୍ୟାଲି ସ୍କୁଲରେ ଟିଟଲାଗଡ଼ର ଓମ୍ ଭ୍ୟାଲି ସ୍କୁଲ ଆଉ ତାଙ୍କର ପ୍ରଶିକ୍ଷଣ ଯିଏ ଅଛନ୍ ସୁଇମିଂ ପ୍ରଶିକ୍ଷଣ ଅମିୟ କୁମାର ପ୍ରଧାନ ସେ ଆଜି ବିଶ୍ୱ ଦରବାରରେ ନାଁ ରଖିଛନ୍ ଇଣ୍ଟରନ୍ୟାସନାଲ ଲେଭେଲରେ ସେ ଖେଲିକରି ସୁଇମିଂରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ ଆଉ ବ୍ରୋଞ୍ଜ ମେଡାଲ ହାସିଲ କରିଛନ୍ ତାଙ୍କୁ ବୁଝମା ଯେ ତାଙ୍କର ଇ ଯାତ୍ରା କେନ୍ତା ଥିଲା ଆର୍ କେନ୍ତା କରି ମୋଟିଭେସନ ହେଇକରି ସୁଇମିଂ କେ ବାଛଲେ ଆଉ ସେ ଆଜି ତାମାନେ ଯାହା ହେଲେ ବି ଭାରତର ଗର୍ବ ହେଇକରି ଅଛନ୍ ସାର୍ ଆପଣଙ୍କର ପରିଚୟ ଟିକେ ଦେବେ ନମସ୍କାର ମୋ ନାଁ ଅମିୟ କୁମାର ପ୍ରଧାନ ମୁଁ ଅମ୍ଭେଲି ସ୍କୁଲରେ ସୁଇମିଂ ଟିଚର ଅଛି ଆଉ ଆଗକୁ ମଧ୍ୟ ଏବେ ତ ମୁଁ ଯାଇଥିଲି ଖେଳିବାକୁ ୱାର୍ଲଡ ଚାମ୍ପିଅନସିପ୍ ଇଣ୍ଟରନ୍ୟାସନାଲ ସାଉଥ ଆଫ୍ରିକା ଠାରେ ଯେଉଁଠାରେ ଆମର ଖେଳ ହେଉଥିଲା ତ ପ୍ରଥମେ ମୁଁ କ୍ୱାଲିଫାଏ କରିଥିଲି ଅଲ୍ ଇଣ୍ଡିଆ ଇନ୍ଦୋର ଠାରେ ଆମର ନ୍ୟାସନାଲ ସିନିୟର ନ୍ୟାସନାଲ ଥିଲା ସେଥିରେ ମୁଁ କ୍ୱାଲିଫାଏ କରି ବ୍ରୋଞ୍ଜ ମେଡାଲ ପାଇ ଯାଇଥିଲି ସିଲେକ୍ସନ ହେଇକି ୱାର୍ଲଡ ଚାମ୍ପିଅନସିପ୍ ସାଉଥ ଆଫ୍ରିକା ତ ସାଉଥ ଆଫ୍ରିକାରେ ଏବେ ଡିସେମ୍ବରରେ ଆମର ଥିଲା 8 ରୁ 13 ଯାଏ ଆମର ୱାର୍ଲଡ ଚାମ୍ପିଅନସିପ୍ ଥିଲା ମସଲୱେରେ ସାଉଥ ଆଫ୍ରିକା ତ ସେଠି ମୋର ସିଲଭର ମେଡାଲ ଥିଲା କମ୍ପିଟିସନ୍ ଟପ୍ ଥିଲା 29 କଣ୍ଟ୍ରି ପାର୍ଟିସିପେଟ୍ କରିଥିଲେ ଆଉ ମୁଁ ମଧ୍ୟ ହାର୍ଡୱାର୍କ କରିକି ଯାଇଥିଲି ଯେଉଁ ହାର୍ଡୱାର୍କ କରିଥିଲି ତାର ଫଳ ମୋତେ ମିଳିଲା ତେବେ ମୁଁ ବହୁତ ଖୁସି ସାର୍ ଆପଣ ଯେଉଁ ସୁଇମିଂଟାକୁ ବାଛିଲେ ଆପଣଙ୍କର କି ପ୍ରେରଣା ଦେଇଥିଲେ ଆପଣଙ୍କୁ ଯେ ଏଇ ଲାଇନରେ ଆପଣ ଆସନ୍ତୁ ଆକ୍ଚୁଆଲିରେ ଏଇଟା ତ ମୋ କକା ଯିଏ ଲାଗିବେ କି ବାପାର ଭାଇ ଯିଏ ସେ ମୋତେ ପ୍ରେରଣା ଦେଇଥିଲେ ଆଉ ସେ ମୋତେ ନେଇକି ସେଇଠି ଶିଖେଇଥିଲେ ନଦୀରେ ତାପରେ ମୁଁ 2014ରେ ହଷ୍ଟେଲ ସିଲେକ୍ସନ୍ ପାଇଥିଲି 2014ରୁ 2023 ଯାଏ ମୁଁ ସ୍ପୋର୍ଟସ୍ ହଷ୍ଟେଲରେ JSWରେ ଭୁବନେଶ୍ୱର ହଷ୍ଟେଲ ସମ୍ବଲପୁର ହଷ୍ଟେଲ ବହୁତ ଷ୍ଟ୍ରଗଲ୍ କରିକି ମୁଁ ପ୍ରାକ୍ଟିସ୍ କରିଛି 10 ବର୍ଷ ପ୍ରାକ୍ଟିସ୍ କଲି ତାପରେ ଯାଇକିରି ସବୁ ବର୍ଷ ନ୍ୟାସନାଲ ପାର୍ଟିସିପେଟ୍ କରୁଥିଲି କିନ୍ତୁ ନ୍ୟାସନାଲରେ ମୋର ପାର୍ଟିସିପେଟ୍ ହିଁ ହେଉଥିଲା ମେଡାଲ ଲାଗୁନଥିଲା ତ 2024ରେ ମୁଁ ପୁରା ଷ୍ଟ୍ରଗଲ୍ କଲି ରହିଲି ତାପରେ 25ରେ ମୁଁ କମ୍ବ୍ୟାକ୍ କଲି 25ରେ ମୁଁ ଅମ୍ଭେଲି ସ୍କୁଲକୁ ମୋତେ କଲ୍ ଆସିଲା କି ତୁମେ ଆସ ଏଠି ସୁଇମିଂ ଟିଚର ଆସିବ ମୁଁ ଯେତେବେଳେ ଛୁଆମାନଙ୍କୁ ଶିଖେଇଲି ମୁଁ ଭାବିଲି ମୁଁ ବି କରିବାକୁ ପଡ଼ିବ କାହିଁକିନା ଏବେ ଛାଡ଼ି ଦେଇଛି ଗେମ୍ଟା ମୁଁ କରିବି ଆଉ ପୁଣି ଟ୍ରାଏ କରିବି କି ନ୍ୟାସନାଲ ମେଡାଲ ମାରିବା ପାଇଁ ତ ମୁଁ ପ୍ରାକ୍ଟିସ୍ କଲି ପୁଣି ନ୍ୟାସନାଲ ଗଲି ମେଡାଲ ବି ମାରିଲି ଇଣ୍ଟରନ୍ୟାସନାଲ ପାଇଁ ବି କ୍ୱାଲିଫାଇ କଲି ତ ବହୁତ ଖୁସି ଲାଗୁଛି ମୋତେ ଏବେ ସାର୍ ନିହାତି ଭାବେ ଆମର ଓଡ଼ିଶାରେ ଯେ କ୍ରୀଡ଼ା ମନ୍ତ୍ରୀ ଅଛନ୍ତି ସୁରଜ ସୂର୍ଯ୍ୟବଂଶୀ ସେ ଆପଣଙ୍କର ଭେଟ ପଡ଼ିଥିଲେ ଆଉ ଆପଣଙ୍କୁ ଉତ୍ସାହିତ କଲେ ସେ କାଣା କହିଲେ ସେ ଆମକୁ ଡାକିଲେ ଆଉ ସମ୍ମାନିତ କଲେ ବହୁତ ଖୁସି ଅଛନ୍ତି ସୂର୍ଯ୍ୟବଂଶୀ ସାର୍ ଆମ ସ୍ପୋର୍ଟସ୍ ମିନିଷ୍ଟର ସେମାନେ ବହୁତ ଖୁସି ଅଛନ୍ତି କହିଲେ କି ତୁମେ ଏମିତି ଆମ ଦେଶର ନାଁ ରଖ ଆମ ଓଡ଼ିଶାର ନାଁ ରଖ ଆଉ ଆଗକୁ ମଧ୍ୟ ଯେମିତି ଯାଇ ଆପଣମାନେ ଭଲ କରିବେ ତା ପାଇଁ ଯାହା ଫ୍ୟାସିଲିଟି ଦରକାର ଆମେ ସବୁ ସବୁ ଆମେ ଦେବୁ ଆପଣଙ୍କୁ ଫ୍ୟାସିଲିଟି ତ ଆପଣମାନେ ପ୍ରାକ୍ଟିସ୍ କରନ୍ତୁ ଆଉ ଟ୍ରାଏ କରନ୍ତୁ କି ଯେମିତି ନେକ୍ସଟ ବର୍ଷ ଯାଇକି ଭଲସେ କରିବେ ଏସିଆନ୍ ଚାମ୍ପିଅନସିପ୍ ଅଛି ଆମର ୱାର୍ଲଡ ଚାମ୍ପିଅନସିପ୍ ଅଛି 2026ରେ ଯେମିତି ଭଲ କରିବ ସେ ଆମକୁ କହିଛନ୍ତି ନିହାତି ଭାବେ ଆପଣ ବର୍ତ୍ତମାନ ଅଛନ୍ ଓମ୍ ଭ୍ୟାଲି ସ୍କୁଲର ଟ୍ରେନର ହିସାବରେ ତ ଆପଣ ଯେନ୍ ଯେନ୍ ମାନେ ଆପଣଙ୍କ ଷ୍ଟୁଡେଣ୍ଟ ମାନେ ଅଛନ୍ ସେମାନଙ୍କୁ କାଣା କହିବେ କେନ୍ ହିସାବରେ ଖେଲିକରି କାଣା କହିବେ ସେମାନେ ତ ଏବେ ଷ୍ଟୁଡେଣ୍ଟ ମାନେ ବହୁତ ଖୁସି ବହୁତ ଏକ୍ସାଇଟେଡ୍ ଅଛନ୍ତି କାହିଁକି ନା ତାଙ୍କର ଟିଚର ଯିଏକି ଯାଇକି ଦେଶରେ ନାଁ ରଖିକି ଆସିଛନ୍ତି ଆମ ଓଡ଼ିଶାର ଆମ ଇଣ୍ଡିଆର ନାଁ ରଖିକି ଆସିଛନ୍ତି ତ ସେମାନେ ବି ବହୁତ ଖୁସି ଅଛନ୍ତି ଏବେ କାହିଁକିନା କହୁଛନ୍ତି କି ଆମେ ବି ସାର୍ କରିବୁ ଆମେ ବି ଆଗକୁ ଯିବୁ ମୁଁ ତ ଜାଣିଛନ୍ତି ପିଲାମାନଙ୍କ ବହୁତ ମୋଟିଭେସନ୍ ଅଛି ତାଙ୍କର କରିବେ ସେମାନେ ତ ମୁଁ ଚାହିଁବି କି ସେମାନଙ୍କୁ ମୋର ଗୋଟେ ଗୋଲ୍ ଥିଲା ମୁଁ ଆଚିଭ୍ କରିଛି ଏବେ ଆଗକୁ ମଧ୍ୟ ଗୋଲ୍ ଅଛି ତ ଏବେ ମୋର ଗୋଲ୍ କି ମୁଁ ପିଲାମାନଙ୍କୁ କେମିତି ଡିଷ୍ଟ୍ରିକ୍ଟ ମିଟ୍ ନ୍ୟାସନାଲ ମିଟ୍ ଏବଂ ଇଣ୍ଟରନ୍ୟାସନାଲ ଯାଇ ନେଇକି ଯିବି ତାହେଲେ ମୋତେ ବହୁତ ଖୁସି ଲାଗିବ କାହିଁକିନା ମୁଁ ଯେତିକି ମୁଁ ନିଜେ କରିକି ଯେତିକି ମୋତେ ଖୁସି ଲାଗୁଛି ଯଦି ଆଉ ଅନ୍ୟ ପିଲା କିଏ କରିବେ ମୋର ଷ୍ଟୁଡେଣ୍ଟ ତାହେଲେ ମୋତେ ଆହୁରି ବହୁତ ଗର୍ବ ଅନୁଭବ ହେବ ବହୁତ ଖୁସି ମୁଁ ହେବି ସାର୍ ଓମ୍ ଭ୍ୟାଲି ସ୍କୁଲରେ ଆପଣ ଅଛନ୍ତି ଟ୍ରେନର ହିସାବରେ ଆଉ ଓମ୍ ଭ୍ୟାଲି ସ୍କୁଲରେ ସବୁ ପ୍ରକାର ଫ୍ୟାସିଲିଟି ଅଛି ତ ଓମ୍ ସ୍କୁଲକୁ ଆପଣ ଆସିଲେ କେମିତି ସ୍କୁଲକୁ ତ ମୋତେ କଲ୍ କରିଥିଲେ ଆଡ଼ଭାଇଜର ସାର୍ ତୁମେ ଆସ ଏଇଠି ସୁଇମିଂ କ୍ଲାସ୍ କରେଇବ ଆଉ ତାପରେ ଚେୟାରମ୍ୟାନ୍ ସାର୍ ବି କଲ୍ କରିଥିଲେ କହିଲେ କି ନାଇଁ ତୁମେ ଆସ ଆମେ ତୁମର ସାର୍ଟିଫିକେଟ୍ ଦେଖିଛୁ ତୁମେ ବହୁତ ନ୍ୟାସନାଲ ଖେଳିଛ ଇଣ୍ଟରନ୍ୟାସନାଲ ମଧ୍ୟ ପାର୍ଟିସିପେଟ୍ କରିଛ ତ ତୁମେ ଆସ ଆମ ସ୍କୁଲରେ ସୁଇମିଂ ଟିଚର ପାଇଁ ତ କଲ୍ ଆସିଲା ମୁଁ ଏଠି ରହିଲି ତାପରେ ମୋତେ ବହୁତ ଫ୍ୟାସିଲିଟି ମିଳିଲା ଚେୟାରମ୍ୟାନ୍ ସାର୍ ଦୀପକ ସାହୁ ସାର୍ ମୋତେ ବହୁତ ଫ୍ୟାସିଲିଟି ଦେଲେ ଆଡ଼ଭାଇଜର ସାର୍ ସମସ୍ତେ ମୋତେ ବହୁତ ଏଠି ମାନେ ଫ୍ୟାସିଲିଟି ଦେଇଛନ୍ତି ସବୁ କିଛି କରିବା ପାଇଁ ଆଗକେ ଆପଣଙ୍କର ଏମ୍ କାଣା ଅଛି ମୁଁ ଆଗକୁ ତ ଅଛି ଏସିଆନ୍ ଗେମ୍ରେ କେମିତି ମେଡାଲ ମାରିବି ଆଉ ଅଲମ୍ପିକରେ କେମିତି ପାର୍ଟିସିପେଟ୍ କରିବି ଆଉ କେମିତି ସ୍କୁଲର କେଉଁ ଷ୍ଟୁଡେଣ୍ଟ ୟା ତ ଟିଟଲାଗଡ଼ ଆଉଟସାଇଡ଼ର କେଉଁ ଷ୍ଟୁଡେଣ୍ଟ ଯାଇକି ସେମାନେ ନ୍ୟାସନାଲ ଇଣ୍ଟରନ୍ୟାସନାଲ ଯାଇକି ଭଲ ପରଫର୍ମାନ୍ସ କରନ୍ତୁ ସେଇଟା ହିଁ ମୋର ଗୋଲ୍ ଅଛି ଏବେ ତ ଦେଖୁନ୍ ନିହାତି ଭାବେ ଅମିୟ ସାର୍ କହୁଛନ୍ତି ଯେ ହାର୍ଡ ୱାର୍କ କଲେ ନିହାତି ଭାବେ ସଫଳତା ପାଇବେ ଆଉ ସେ ତାଙ୍କର ନିଜେ ବି ହାର୍ଡ ୱାର୍କ କରିକି ସଫଳତା ପାଇଛନ୍ ଆଜି ଭାରତର ନାଁକେ ବିଶ୍ୱ ଦରବାରରେ ଆଣିକରି ରଖିଛନ୍ ନା ସେ ଜଣେ ଆମର ଓଡ଼ିଶାର ସମ୍ବଲପୁରର ନିଜ ଘର ସମ୍ବଲପୁର ଡିଷ୍ଟ୍ରିକ୍ଟରେ ସେ ରହନ୍ତି ଆର୍
ओम भैली स्कूल रे वर्तमान से स्विमिंग ट्रेनर हिसाब से अच्छा टिटलागढ़ रंजन मेहर मिर्चा न्यूज टीम ब्यूरो।